ଆପଣ ପୁରା 50-60 ଟଙ୍କା ଏମିତି କଣ ଲୋକଙ୍କୁ ଛାଡି ଦଉଛନ୍ତି? 560 ହେଲେ 500 ଏଇ 25 ଟଙ୍କା ଦେଲେ ମିଲ୍ ଗୋଟେ ନେଲେ 25 ଟଙ୍କାରେ ମିଲ୍। 25 ଟଙ୍କାରେ ମିଲ୍ ଗୋଟେ ବୁଢା ମଣିଷ ଆଣିବ ପଇସା ନାହିଁ। 25 ଟଙ୍କା ଦଉଛି କହୁଛି ଭାତ ଡାଲି। ମୁଁ ଖାଲି ଭାତ ଡାଲି ଦେବି? ନାଇଁ ନାଇଁ, ସେ ବୁଢା ମଣିଷ ଖାଉ। ଏଇଟା ଆପଣଙ୍କର ବଡ ପନ୍ନା। ଲୁଣ ଶାଗ ତ ଖାଇବାକୁ ଦେବି ଯାବି। ହଁ ସେଇଟା ସେତିକି ମୋ ପାଖରେ ଅଛି, ଯାହା ଥିବ ସେ ଦେଇଦେବେ ନା ନାଇଁ, ମନା କରନ୍ତିନି ଲୋକଙ୍କୁ। ସାଙ୍ଗମାନେ ଆଉ ଗୋଟେ ନୂଆ ଫ୍ରେଶ୍ ବ୍ଲଗ୍କୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଆସି ଗୋଟେ ଏମିତିଆ ହିଡେନ୍ ଜାଗାରେ ପହଞ୍ଚି ଯାଇଛୁ, ଗୋଟେ ବଢ଼ିଆ ହୋଟେଲ ମଉସାଙ୍କର। ସେ ହୋଟେଲଟା ଅଛି, ଆପଣମାନେ ଜାଣିଥିବେ ଦାମୋଦର ମଉସା। ଆଉ ଏ ହୋଟେଲ ନାଁ ବି ଦାମୋଦର ହୋଟେଲ ଅଛି ନାଁରେ। ଆଉ ଯିବା ସେ ହୋଟେଲକୁ, ମଉସାଙ୍କ ସାଙ୍ଗରେ କଥା ହେବା, ଆଉ କେମିତି କ'ଣ ରହୁଛି ଖାଇବା ସବୁ ରିଭ୍ୟୁ ଦେବା। ଆଉ ନା କ'ଣ କହୁଛନ୍ତି? ହଁ ଚାଲ। ନମସ୍କାର ଆଜ୍ଞା। ଆଉ ଆପଣ ତ ରୋଷେଇ କରିସାରିଲେଣି, ଆମେ ଆଜି ଲେଟ୍ରେ ଆସି ପହଞ୍ଚିଲୁ। ଆଜ୍ଞା। ଆଉ କ'ଣ କ'ଣ ଆଇଟମ୍ ହେଇଛି ଆପଣଙ୍କର ଟିକେ ଦେଖିଦେବା। ଆମର ଟିକେ ମାଛ ହେଇଛି, ଆଉ ଚିକେନ ହେଇଛି, ମଟନ ଟିକେ ହେଇଛି, ମଟନ ବସିଛି। ଏ ମଟନ ନା ନାଇଁ? ଆଜ୍ଞା। ଆଳୁ ପଡ଼ିଛି ଆଉ ନା ନାଇଁ? ଆଜ୍ଞା। ଖଣ୍ଡ ଆଳୁ ଗୋଟେ ଫାଳ ଆଳୁ ପଡ଼ିକି ମଟନଟା ହେଇଛି ଆଉ। ଆଜ୍ଞା। ଆଉ ଇଏ ହେଲା ମାଛ, ଇଏ ହେଲା ଚିକେନ ଆଉ ନା ନାଇଁ, ପୁରା ଘରୋଇ ଷ୍ଟାଇଲରେ। ଆଉ ଇଏ କ'ଣ ଏପଟେ ବସିଛି ମଉସା? କୋବି ନା ନାଇଁ, ସାଧା କୋବି ଆଉ। ସାଧା ଲୋକଙ୍କ ପାଇଁ ଆଉ। ସାଧା ଆଇଟମ୍ ଉପରେ କ'ଣ ହେଇଛି ମଉସା? ଡାଲି ହେଇଛି, ଖଟା ହେଇଛି, ସବୁ ହେଇଛି ଆଉ। ଘର ଭିତରେ ଅଛି। ମଉସା ଆପଣ ନିଜେ ଏକୁଟିଆ ସବୁ କାମ କରୁଛନ୍ତି ନା ନାଇଁ? ଆଉ କେମିତି କ'ଣ, ଆପଣଙ୍କ ବୟସ କେତେ ହବ? ଆମକୁ ହେଉଛି 69। 69 ବୟସରେ, ଦେଖୁଥିବେ 69 ବର୍ଷ ବୟସରେ ମଧ୍ୟ ମଉସା ନିଜେ ଏକୁଟିଆ ଗୋଟେ ହୋଟେଲକୁ ସମ୍ଭାଳିଛନ୍ତି। ସବୁ କାମ, କଟା ବଟା ଠାରୁ ଆରମ୍ଭ କରି ରୋଷେଇ ସବୁ କାମ ନା ନାଇଁ? ଆଜ୍ଞା, ସବୁ କାମ। ଆଉ ଲୋକ ଆସିଲେଣି କେତେ, ଖାଇଗଲେଣି? ନାଇଁ, ଏବେ ଷ୍ଟାର୍ଟ ହେଲା ଆଉ ନା ନାଇଁ, ମାନେ ରୋଷେଇ ସରିଯାଇଛି, ଏବେ ଲୋକ ଆସିବେ ଆଉ ନା ନାଇଁ? ଆଚ୍ଛା, କେତେ କ'ଣ ପ୍ରାଇସ୍ ରହୁଛି ଯଦି ମଟନ ଜଣେ ଖାଇଲେ? କେମିତି କ'ଣ ଖାଇବେ? ମଟନ ମିଲ୍ଟା ଟୋଟାଲ 200 ଟଙ୍କା। 200 ଟଙ୍କା ରହୁଛି। ଚିକେନ ମିଲ୍ ହେଲା 100 ଟଙ୍କା। 100 ଟଙ୍କା। ମାଛ ମିଲ୍ ହେଲା 60 ଟଙ୍କା। ସାଧା ମିଲ୍ ହେଲା 60 ଟଙ୍କା। ଆପଣ ପଖାଳ କରୁଛନ୍ତି? ପଖାଳ କରୁଛନ୍ତି? ପଖାଳ ବି ମାନେ ଆଜି ପଖାଳ ହବ? ଆଜି ପଖାଳ ବି ଅଛି। ଆଚ୍ଛା, ହଉ ଠିକ୍ ଅଛି। ପଖାଳ ଅଛି, ଦହି ଅଛି। ମଟନଟା ପୁରା ଡେଲିସିୟସ୍ ଦେଖାଯାଉଛି, ଦେଖନ୍ତୁ ବାସ୍ନା କହିଦେଉଛି। ପୁରା ହାତର ପୁରା ମାନେ ଯୋଉ ଘରେ ରୋଷେଇ କୁହନ୍ତି ପୁରା ସେଇଭଳିଆ ଦେଖାଯାଉଛି। ଆମର ଘରେ କିଛି ଆଧାର ପଡ଼ିବନି, ପିଆଜ ରସୁଣ ଅଦା। ଆପଣ ଅଲଗା ମସଲା କିଛି ୟୁଜ୍ କରନ୍ତି ନା ନାଇଁ? କିଛି ନାହିଁ, ଆମର ସବୁ ଛେଚା ହବ, ଛେଚା ମସଲା ସବୁ ଆଉ। ଦେଖୁଥିବେ ଆଉ, ଏଇଟା ମାଛଟା ଦେଖନ୍ତୁ, ଓଃ ବାଃ। ଆଉ ଇଏ ହେଲା ଚିକେନ ଆଉ ମୋ ସାଙ୍ଗରେ ଆଉ। ଦେଖନ୍ତୁ ଏଇଟା ଲିଷ୍ଟ ରହିଛି, ଦେଖୁଛନ୍ତି ତ? ଆପଣ ଦେଖିପାରୁଥିବେ ଇଏ ପୁରା ଖଟ ବ୍ୟବସ୍ଥା, ଖଟ ଭଳିଆ ହେଇଛି ଗୋଟେ ଗୋଟେ ଟେବୁଲ। ଆପଣ ପୁରା ଆରାମସେ ବସି ଖାଇପାରିବେ ଏଠି, ପୁରା ଥଣ୍ଡା ଲାଗୁଛି, ଆପଣ ଦେଖିପାରନ୍ତୁ। ମୋତେ ଆଗରୁ ଛାତ ଥିଲା ନା ସିଟ୍ ଥିଲା? ଏବେ 14 ବର୍ଷ ହେଇଗଲା ନା ନାଇଁ? ଇଏ ଭିତରେ ଦେଖିଦେବା କ'ଣ କ'ଣ ଆଇଟମ୍ ଅଛି, ଦେଖିବା। ଏଇଟା ହେଉଛି ଉଷୁନା, ଇଏ ଅରୁଆ। ଆଚ୍ଛା, ଇଏ କାକୁଡ଼ି ସାଲାଡ଼, ଇଏ କଲରା ଆଳୁ ଭଜା, ହଁ, ଡାଲି, ହଁ, ଆଳୁ ଭର୍ତ୍ତା ହେଇନି, ହବ। ଏସବୁ ଆଇଟମ୍ ରହୁଛି ଆଉ ନା ନାଇଁ? ଆଜ୍ଞା। ଆପଣଙ୍କର କ'ଣ ଆମ୍ବୁଲ ଗୋଟା ରହେ? ଆମ୍ବୁଲ ଖଟା ଆଜି କରିନାହିଁ, ଆଜି କାକୁଡ଼ି ସାଲାଡ଼ କରିଛି। ଆମ୍ବୁଲ ଖଟାଟା ହାତରେ ଦଳେଇକି କରନ୍ତି, ସେଇଟା ପୁରା କୁଆଡ଼େ ଫେମସ୍ ଆପଣଙ୍କର? ଆଚ୍ଛା, 14 ବର୍ଷ ହେଲାଣି। 14 ବର୍ଷ ହେଇଗଲାଣି ହୋଟେଲଟା। ଏକୁଟିଆ ଆଉ। ଘରେ କିଏ କିଏ ଅଛନ୍ତି ମଉସା? ଘରେ ପୁଅ ଅଛି, ବୋଉ, ନାତି, ନାତୁଣୀ। ଆଚ୍ଛା, ଭାଇ 4 ଭାଇ, ଓହୋ, ପୁତୁରା, ଝିଆରୀ, ଆମ ପରିବାର 20-25 ଜଣ ପରିବାର। ଆଚ୍ଛା ଆଚ୍ଛା। ଆପଣ ଏକୁଟିଆ ଏ ହୋଟେଲକୁ ସମ୍ଭାଳି ଦେଉଛନ୍ତି, ସେଇଟା ବଡ଼ କଥା ଆଉ। ଭାଇ ଏଠି କ'ଣ ଖାଇବା? ଆପଣ ଆଗରୁ ଖାଇଛନ୍ତି ଏଠି? କେମିତି କ'ଣ ଲାଗେ ଖାଇବା?
ଭଲ ଲାଗେ ବଢ଼ିଆ ଟାଇପ୍ର ରୋଷେଇ ଖାଇବାକୁ ହଁ ଘରୋଇ ରୋଷେଇ ଆଉ ଏଠି ମଉସାଙ୍କର କ'ଣ ଫେମସ୍ କ'ଣ ଅଛି ଖାଇବା? ଫେମସ୍ ତ ତାଙ୍କର ମୁଁ ତ ଭାଇ ସାଧା ସବୁବେଳେ ପାଇଁ ଖାଇ ମୁଁ କହିପାରିବିନି ଫେମସ୍ ମାନେ ତାଙ୍କର ମାଛ ଆପଣ ଚିକେନ୍ ସାଧା ଖାଆନ୍ତି ତ ସାଧା ଭଲ। ହଁ ସାଧା ଭଲ। ମଉସା ଏକୁଟିଆ ଲୋକ କେତେ କ'ଣ ମାନେ କରିକି ସେଇଟା ତ ବଡ଼ କଥା ନା ନାଇଁ? ଏକୁଟିଆ କରୁଛନ୍ତି ଯେତିକି କରୁଛନ୍ତି ବହୁତ ଭଲ କରୁଛନ୍ତି। ହଁ ସେଇଟା ତ ମୁଁ କରିବି ଏ ଭାତ ଡାଲି ଲୁଣ ଶାଗ ତ ଖାଇବାକୁ ଦେବି ଚାକିରି। ହଁ ସେଇଟା ସେତିକି ମଉସାଙ୍କର ଅଛି ଆଉ ଯାହା ଥିବ ସେ ଦେଇଦେବେ ନା ନାଇଁ ମନା କରନ୍ତିନି ଲୋକଙ୍କୁ ଆଉ। ଦେଖନ୍ତୁ ମଉସା ଆଣି ଦେଇଦେଲେ ଆମକୁ ମୋର ଗୋଟେ ସାଧା ମିଲ୍ ଆଉ ବିକି ଖାଇଲା ତାର ମଟନ୍ ମିଲ୍ ଆଉ ବିକି ଏଇଟା ହେଲା ମଟନ୍ ପିସ୍ ଦେଖେଇଦେଲ ବିକି ମଟନ୍ର ପିସ୍ ମିଡ଼ିୟମ୍ ପିସ୍ କେତେ ପିସ୍ ରହୁଛି ଦେଖିଲ? ପିସ୍ ହଁ ବଢ଼ିଆ ପିସ୍ ଭଲ ପିସ୍ ଅଛି ନା କେତେଟା ପିସ୍ ରହୁଛି? ଛୋଟ ବଡ଼ିକିରି 5-6 ପିସ୍ ରହୁଛି। 5 ପିସ୍ ରହୁଛି ନା ଆଉ ତା ସାଙ୍ଗରେ ରହୁଛି ଭାତ ଇଏ ହେଲା ଭଜା ସାଲାଡ଼ ଡାଲି ଚାହିଁଲେ ଦେବେ ଡାଲି ଦେଇନାହାନ୍ତି ଆଉ ମଟନ୍ ଯଦି ମଟନ୍ ଝୋଳ ଖାଇବେ ଡାଲି ଦେଇନାହାନ୍ତି ଆଉ ଗୋଟେ ପୁରା ମାଛ ଫାଛ ନେବ? ହଁ ସବୁ ଦେବେ। ଇଏ ହେଲା ସାଧା ଆଉ ଗୋଟେ ଆସିବ କ'ଣ ନା ଆମର କୋବି ଛେଞ୍ଚେଡ଼ା ଅଛି ବନ୍ଧାକୋବି ଛେଞ୍ଚେଡ଼ାଟା ଅଛି ସିଏ ଆସିବ ଆଉ ଇଏ ହେଲା ସାଧା ମିଲ୍ 60 ଟଙ୍କା ରହୁଛି ମଟନ୍ ମିଲ୍ ଖାଇଲେ ଆପଣ ରହିବ 200 ଟଙ୍କା ଆଉ ମଟନ୍ ପିସ୍ ଆପଣ ବିକିଲେ ଭଲ ରହିବ ମଟନ୍ ଝୋଳ ପକେଇ ଖାଅ ଟିକେ ହାଁ ମାଛ ଆଉ ଗୋଟେ ପିସ୍ ଦେବି ଆରେ ବା ଆଳୁ ପକୋଡ଼ି କ'ଣ ଲାଗୁଛି? ବହୁତ ବଢ଼ିଆ ଦେଶୀ ଖାଇବା ନା ପୁରା ଦେଶୀ ଖାଇବା ଘରୋଇ ଖାଇବା। ଝୋଳ ଟିକେ ଦେଖିକି କୁହ ଭାତରେ ଝୋଳ ଫୋଳ ଗୋଳେଇ ଟିକେ ଖାଇକି ସାଇଡ୍ ଆଇଟମ୍ ଗୁଡ଼ା ରିଭ୍ୟୁ ଦେଇଛି ମଟନ୍ ଝୋଳ ମସ୍ତ ଅଛି। ଭଲ ଲାଗୁଛି ନା ନାଇଁ? ପୁରା ଘରୋଇ ଖାଇବା ବହୁତ ବଢ଼ିଆ ହେଇଛି। କୋବି ଛେଞ୍ଚେଡ଼ା ତ ସାଧାରେ ମଉସା ଆଜି ବେଶୀ ତ କିଛି କରିନାହାନ୍ତି କୋବି ଛେଞ୍ଚେଡ଼ା କଲରା ଭଜା ସାଲାଡ଼ ଭାତ ଡାଲି ଆଉ ସେ ତ ବିକି ତାର ସେଇଟା ମଟନ୍ ଆଉ ଭାତ ଆଉ ନା ନାହିଁ କେମିତି ଟେଷ୍ଟ ବଢ଼ିଆ ଲାଗୁଛି ନା ନାହିଁ ପୁରା ସୁପର୍ ଟେଷ୍ଟ ଯେମିତି ଶୁଣିଥିଲେ ସେଇଭଳିଆ ଟେଷ୍ଟ ନା ଯେଉଁ ଏକ୍ସପେକ୍ଟେସନ୍ ହେଇଥିଲେ ସେଇଟା ଫୁଲଫିଲ୍ ହେଲା ବହୁତ ବଢ଼ିଆ ଲାଗୁଛି। ମଉସା ଆଜ୍ଞା ଆପଣ ଲୋକେସନ୍ଟା ଖାଲି କହିଦିଅନ୍ତୁ କେଉଁ ଜାଗାରେ ଆସିବେ କେମିତି କ'ଣ? ଛତିଆରୁ ଏଠିକି କୋଟପଦା ହେଉଛି 10 କିଲୋମିଟର। ଆଚ୍ଛା ବାଲିଚନ୍ଦ୍ରପୁର ଏଠିକି ଯଦି ଆସିବେ ହଁ ବାଲିଚନ୍ଦ୍ରପୁର ଏଠି 7 କିଲୋମିଟର ଆଚ୍ଛା ଆଚ୍ଛା ବୁଝିଲେ କି ହଁ ହଁ କୁଷ୍ଠରାଜପୁର ଛକରୁ ଆସିଲେ 7 କିଲୋମିଟର ହଁ ଆମର ରୁଟ୍ ହେଉଛି ଏଇଆ ଆମର ସବୁଥିରେ ସୁବିଧା ହେଉଛି ଏଠୁ ଆସିବେ କେଉଁଠୁ ଆସିବେ? ଛତିଆରୁ ଆସିଲେ 10 କିଲୋମିଟର ପଡ଼ିବ 10 କିଲୋମିଟର ବ୍ୟାଙ୍କ ଅଫ୍ ଇଣ୍ଡିଆ ଆମର ପାଖ କୋଟପଦା ବଜାର ହଁ ହଁ ସେଟା ପକେଇଦେବେ। ଆଚ୍ଛା ମଉସା ମାଛ ମିଲି ଯାଏ ସେମିତି ସାଧା ମିଲି ସେଇଆ ନା ସେଇଆ। ମାଛ 60 ସାଧା ବି 60 ସାଧା ବି ସାଧା। ଆଉ ମାଛ ମିଲେ କ'ଣ ସେ ମାଛ ଭାତ ଯାହା ସାଧା ମିଲେ ସେଇଆ ସାଧା କେବଳ ଯାହା ହେଇଥିବ ଟିକେ ଦିଆହବ ଆଉ ଆଚ୍ଛା। ଆମର ସେମିତି କିଛି ଆଉ ଯିଏ ଯେତିକି ମାଛ ଖାଇଲା ମୁଁ ଯଦି ଦେଖିଲି ଖାଏ ଟିକେ ସୁବିଧା ମୁଁ ଦେଖିଲି ଆପଣ ପୁରା 50-60 ଟଙ୍କା ଏମିତି କ'ଣ ଲୋକଙ୍କୁ ଛାଡ଼ି ଦେଉଛନ୍ତି 560 ହେଲେ 500 ଏଇ 25 ଟଙ୍କା ଦେଲେ ମିଲି ଗୋଟେ ନେଲେ 25 ଟଙ୍କାରେ ମିଲ୍ 25 ଟଙ୍କାରେ ମିଲି ଗୋଟେ ବୁଢ଼ା ଆରେ ମଣିଷ ବା। କୋଉଠୁ ଆଣିବ ପଇସା ନାହିଁ 25 ଟଙ୍କା ଦଉଛି କହୁଛି ଭାତ ଡାଲି ମୁଁ ଖାଲି ଭାତ ଡାଲି ଦେବି ନାଇଁ ନାଇଁ ସେ ବୁଢ଼ା ମଣିଷ ଖାଉ ଏଇଟା ଆପଣଙ୍କର ବଡ଼ ପନ୍ନା ଆଜ୍ଞା ଶୁଣ ମୋର 5 ଜଣ ଲୋକ ନିହାତି ଅଭାକି ଦିନେ 3 ଜଣ 2 ଜଣ ଜଣେ ଏମିତି ଅଛନ୍ତି ଆଉ ଆଙ୍କରି ଭଳିଆ 40 ଟଙ୍କା ଦିଅନ୍ତି ମିଲ୍ ଗୋଟିଏ 5 ମାସ 3 ମାସ 10 ମାସ ହେଲା ଖାଉଛନ୍ତି ଆରେ ବା 40 ଟଙ୍କା 30 ଟଙ୍କା ବି 30 ଏଇ ତ ଟଙ୍କା ଆଉ ଜଣେ ଅଛନ୍ତି ଆସିବେ ଏମିତି ଏଇ ସକାଶେ ମଣିଷତ୍ୱ ଆମେ ଅଛି କଣ ବୋଲି କରିବା ଆଉ ଯେତେବେଳେ ଯୋଉ ସଂସ୍ଥାଟି କରିଛେ ଆଜ୍ଞା। ତା ଭିତରେ ଦୁଃଖୀ ରଖି ଭଲ ମନ୍ଦ ଯଦି ଇଏ ନେବେ ଆମେ ହୋଟେଲ କରିଛେ ନା ଆଜ୍ଞା ହୋଟେଲଟା ହଉଛି ଖାଦ୍ୟ ଗୋଟା ଜିନିଷ ହଉଛି ବିରାଟ ବଡ ଜିନିଷ ତା ଦେହରେ ଜଣେ ଯଦି ଟିକେ ଇଏ ହେଇପାଇଲା ଉପକୃତ ହେଇପାଇଲା ଆମର ସେଇଗୁଟାକ ଇଏ ଆମକୁ ଭଗବାନ ସେ ଦାୟିତ୍ୱ ଦେଇଛି ଆମେ ସେଥିପାଇଁ କାହାକୁ ମନା କରୁନା ଆଚ୍ଛା ଖାଇବ ଠିକ୍ ଯିବ। ଅଛି ଠିକ୍ ଅଛି ପଇସା ଥାଉ କିମ୍ବା ନଥାଉ ଠିକ୍ ଜଣେ ବୟସ୍କ ଲୋକ ପଇସା ନାହିଁ ସେ ଆଇଛି ଭୋକେରେ ଓଣା ଖାଇବ ପଇସା ନାହିଁ ବୋଲି ସେ ଫେରିଯିବ ତା ନୁହେଁ ସେଇ 14 ବର୍ଷ ଭିତରେ ଦିନେ ହେଇନି ଆଜି ବି ହବନି ସେଇ ତ ଆଉ ଯେତେ ଦିନ ହୋଟେଲ ଚାଲିଥିବ ଜଣେ ଅସହାୟ ଲୋକ ଆସିଲେ
ଖାଇବ ଯିବ ନିଶ୍ଚିତ ଖାଇକି ଯିବ ହଁ ସିଏ ଉପାସରେ ଯିବନି ପଚାରନ୍ତୁ ଏଠି ତିନିଟା ନାଇଁ ନାଇଁ ଲୋକ କହିଲେଣି ଆପଣ ମୁଁ ବସିଥିଲି ଯୋଉଠି ଖାଇବାକୁ ସେ ଲୋକ ବି ଯୋଉ କହୁଥିଲେ କହିଲେ ଯେମିତି ଯାଇ ଯାଉ ମଉସା ନ ଖାଇକି ଛାଡ଼ିବେନି ସେଇଟା ଗୋଟେ ଭଲ ଲାଗିଲା ଆଉ। ତ ଆମେମାନେ ଦାମୋଦର ହୋଟେଲରୁ ମଉସାଙ୍କ ଠାରୁ ଦାମୋଦର ମଉସାଙ୍କ ଠାରୁ ଖାଇକି ଏବେ ଆସିଗଲୁ। ସେ ଖାଇଲା ମଟନ୍ ମିଲ୍ ଆଉ ମୁଁ ଖାଇଲି ସାଧା ମିଲ୍। ତ ରିଭ୍ୟୁ ଦେବା କେତେ କ'ଣ ପଏଣ୍ଟ ମୋ ହିସାବରେ ଯଦି ମୁଁ ତ ସାଧା ଖାଇଲି ସାଧା ହିସାବରେ ପଏଣ୍ଟ ଦେବି ମଉସାଙ୍କୁ ଆଉଟ୍ ଅଫ୍ 5 ଷ୍ଟାର୍ ମୁଁ 4 ଷ୍ଟାର୍ ରେଟିଂ କରିବି। ଆଉ ମଟନ୍ ମିଲ୍ ହିସାବରେ ତୁମେ କେତେ କ'ଣ ଦେବ? ମଉସାଙ୍କର ଖାଇବା ଯାହା ଥିଲା ଏ ରେଟିଂ ଠାରୁ ବହୁତ ଉପରେ, କୌଣସି ରେଟିଂ ନାହିଁ। ବହୁତ ବଢ଼ିଆ ଖାଇବା ଥିଲା। ଯେମିତି ଘରେ ମା ଯେମିତି ଖାଇବାକୁ ଦିଅନ୍ତି ପ୍ରତି 2 ମିନିଟ୍ରେ ଆସି ପଚାରୁଥିଲେ ବାବାରେ କ'ଣ ଖାଇବ ଆଉ ପୁରା ସ୍ନେହରେ ଯିଏ ବି ମଉସାଙ୍କର ବ୍ୟବହାର ଗୋଟେ କଥା ହେଲା ମଉସାଙ୍କ ବ୍ୟବହାର ସକାଶେ ବହୁତ ଲୋକ ନିଶ୍ଚିତ ମଉସାଙ୍କ ହୋଟେଲକୁ ଆସୁଛନ୍ତି। ଆପଣମାନେ ଦେଖିଲେ କେତେ ଲୋକ ଆସି ଖାଉଛନ୍ତି। ଆଉ ମଉସାଙ୍କ ବ୍ୟବହାର ଏତେ ସୁନ୍ଦର ଥିଲା। ଆଉ ଏଇ ଜିନିଷ ତ ମଣିଷକୁ ଡାକି ଆଣେ ଯେ ହଁ ଖାଇବାଟା ବଡ଼ କଥା ନୁହେଁ ବ୍ୟବହାରଟା ବଡ଼ କଥା। ମୋ ବ୍ୟବହାରରେ ପେଟ ପୁରିଯିବ ହଁ ନା ନାଇଁ? ବହୁତ ବଢ଼ିଆ ଆଉ ବହୁତ ମଉସାଙ୍କର ସବୁ ଜିନିଷ ହାତ ବଟା ମସଲାରେ ତିଆରି କରୁଛନ୍ତି ସେଇଟା ଗୋଟେ ବଡ଼ କଥା। ଆଉ ଆଜିକାଲି କିଛି ମାନେ ଅନହେଲ୍ଦି ଜିନିଷ ସେ ତିଆରି କରୁନାହାନ୍ତି ତେଲ ମସଲା ଯେମିତିକି ସବୁ ମସଲା ସେ କ'ଣ କହିଲେ କି ସୋରିଷ ମସଲାରେ ଆମେ ସବୁ ଜିନିଷ ସବୁ ହାତ ବଟା ସେ ବାଟିକି କରୁଛନ୍ତି। ହଁ ଆଉ ଏଇଟା ତ ବଡ଼ କଥା ନିଶ୍ଚିତ। ନିଜେ ବି ଏକା ଲୋକ ସେ ସବୁ କରୁଛନ୍ତି ରୋଷେଇ ଠାରୁ ଆରମ୍ଭ କରି ସବୁ କିଛି। ଆଉ କେତେ ବଡ଼ପଣ ଦେଖନ୍ତୁ ତାଙ୍କର। ସିଏ କୌଣସି ଯଦି ଲୋକ ଆସୁଛି ତାଙ୍କ ପାଖରେ ପଇସା ନାହିଁ 20 ଟଙ୍କା ହଉ କି 25 ଟଙ୍କା ହଉ ସେ ତାଙ୍କୁ ମିଲ୍ ଖାଇବାକୁ ଆଉ ଦଉଛନ୍ତି। ଆପଣ ବି ଗଲେ ଗୋଟେ କଥା ଲକ୍ଷ୍ୟ କରିବେ ଆପଣଙ୍କର ଧର ଯେମିତି 560 550 580 ଏମିତି ହେଲେ ସେ ଆପଣଙ୍କଠୁ କେବେ ବି ସେ ରାଉଣ୍ଡ ଫିଗର କରି 500 ହିଁ ନେବେ। ସିଏ ବହୁ ଅଧିକା ପଇସା ନେଉନାହାନ୍ତି ଏଇଆ ଆଉ। ଶୁଣିଲେ ତ ଆପଣ ମଉସାଙ୍କ କଥା। ଆଉ ଆଜିକା ବ୍ଲଗ୍ରେ ଆମେ ତ ଏତିକି ଜଣେଇଲୁ। ନେକ୍ସଟ ବ୍ଲଗ୍ରେ ନିଶ୍ଚିତ ଦେଖାହେବ। ଆଉ ଆସିବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଲାଇକ୍ କରିବେ ଆଉ ସେୟାର ମଧ୍ୟ କରିବେ। ରହିଲୁ ଜୟ ଜଗନ୍ନାଥ।